ଆପଣ ପୂର୍ବତନ ସରପଞ୍ଚ ଏବେ ରାଜ୍ୟ ସରକାର ଯୋଉ ମଧୁବାବୁ ପେନସନ ଯୋଜନା ବ୍ୟବସ୍ଥା କରିଛନ୍ତି ତା ଦେହରେ ସମସ୍ତେ ପାଉଛନ୍ତି, ତାର 60 ବର୍ଷ ବୃଦ୍ଧ ପାଇବେ। କିନ୍ତୁ ଆପଣ ଜଣେ ସରପଞ୍ଚ ଥିଲେ, ସରପଞ୍ଚ ପାଇବା ଯାହା ଏ ବରିଷ୍ଠ ନାଗରିକ ସହିତ ଆପଣଙ୍କୁ ସେ ମଧୁବାବୁ ପେନସନ ଯୋଜନାରେ ଯାହା ଦେଲେ, କିନ୍ତୁ ସରପଞ୍ଚ ମାନଙ୍କୁ କୌଣସି ବ୍ୟବସ୍ଥା କଲେନି, ମାନେ ଭତ୍ତାର ଅଧିକ ବ୍ୟବସ୍ଥା କଲେ କି କଲେନି। ତୁମେ ଆଜି ବଞ୍ଚିତ ପାଉଛ, ଏମିତି ସରପଞ୍ଚ ଯୋଉମାନେ ଥିଲେ ପାଇଲେ। ତ ଏ ଯୋଉ କଳାକାର ମାନଙ୍କୁ ଭତ୍ତା ଦିଆହେଲା, ତାଙ୍କୁ ଗୋଟେ କଳାକାର ବୋଲି ଉପାଧି ଅଛି, ତେଣୁ କଳାକାର ଭତ୍ତା ଦିଆହେଲା। ଯଦି ସରପଞ୍ଚ ମାନେ ଯୋଉମାନେ ଆଗରୁ ଥିଲେ କରିଥିଲେ, ତାଙ୍କୁ 60 ବର୍ଷ ଟପି ଗଲାଣି, ତାଙ୍କୁ ଗୋଟେ ସରକାର ତରଫରୁ ରାଜନୈତିକ ଭିତରେ ଗୋଟେ ଯୋଜନା ସରପଞ୍ଚ ମାନଙ୍କ ପାଇଁ ଯଦି କରିକି ଭତ୍ତାର ବ୍ୟବସ୍ଥା କରିଥାନ୍ତେ, ବା ମଧୁବାବୁ ପେନସନ ଯୋଜନା ଧର ଏବେ 1000 ଥିଲା, ଏବେ କହୁଛନ୍ତି 80 ବର୍ଷ ଉପରକୁ 3500, କାହିଁକି ଆପଣ ମାନଙ୍କୁ 5000 ବ୍ୟବସ୍ଥା କରୁନାହାନ୍ତି? ଯୋଉ ସରପଞ୍ଚ ମାନେ ଥିଲେ ସେମାନେ ଯଦି ବୟସରେ ଅଧିକ ଅଛନ୍ତି, ସମସ୍ତଙ୍କର 3500, ସେମାନଙ୍କର 5000, କାହିଁକି ନା ଯେହେତୁ ଜଣେ ପ୍ରତିନିଧି ଥିଲେ ପଞ୍ଚାୟତରେ, ଏବେ ଅତି ବ୍ୟବସ୍ଥା ତ ସରକାର କରିନାହାନ୍ତି। ସେତେବେଳେ କିଛି ନଥିଲା, ଏବେ 10,000 କରିଦେଲେ, ଯୋଉମାନେ ବାବାରେ ଥିବେ ତାଙ୍କର 10,000 କଲେ। ତୁ ଏବାବତ ଯଦି କିଛି କରନ୍ତେ, ଯେତେ ସରପଞ୍ଚ ମାନେ ହେଇଛନ୍ତି ବର୍ତ୍ତମାନ ଜୀବିତ ଅଛନ୍ତି, ତାଙ୍କର ଗୋଟେ ସରପଞ୍ଚର କିଛି ଗୋଟେ ଯାହା ହୁଅନ୍ତା, କହନ୍ତେ 3500 ସେ ଯୁଗ ତ ପଳେଇଲାଣି। ଏବେ ତ ଲୋକ ଏତେ ପାଉଛନ୍ତି, କିନ୍ତୁ ସେ ସରପଞ୍ଚ ମାନେ ଯିଏ ବଞ୍ଚିଛନ୍ତି ତାଙ୍କ ପାଇଁ କିଛି କରିଲେ ଭଲ ହୁଅନ୍ତା। ରାଜ୍ୟ ସରକାର ତାପରେ ଗୋଟେ ପଦକ୍ଷେପ ନିଅନ୍ତେ, ପ୍ରତି ସରପଞ୍ଚ ମାନେ ଅଛନ୍ତି ଜୀବିତରେ, ତାଙ୍କ ପାଇଁ ଗୋଟେ ବ୍ୟବସ୍ଥା କରନ୍ତେ, ସମସ୍ତେ ଟିକେ ଉପକୃତ ହୁଅନ୍ତେ। କାହିଁକିନା ସାଧାରଣ ଭତ୍ତା ତ ଧର ଆପଣଙ୍କର 3500 ମିଳିବ, କିନ୍ତୁ ସମସ୍ତେ ପାଇବେ 3500, ତାର ବୟସ ଅଧିକ। କିନ୍ତୁ ଆପଣଙ୍କ ପାଇଁ ଯଦି ଆଉ କିଛି ଅଧିକ ସରପଞ୍ଚ ମାନଙ୍କ ପାଇଁ ବ୍ୟବସ୍ଥା ହୁଅନ୍ତା, ସେ ଖୁସି ରୁହନ୍ତା। ଆମର ତ ସରପଞ୍ଚ ସବୁ ମରିଗଲେ, ବାବୁଲି ମରିଗଲା, ଲିଙ୍ଗରାଜ ମରିଗଲା, ସର୍ବେଶ୍ୱର ମୁଣ୍ଡା ମରିଗଲା, କାମଦେବ ତ୍ରିପାଠୀ ମରିଗଲେ, ସମସ୍ତେ ମରିଗଲେ। ଯିଏ ବି ବଞ୍ଚିଛନ୍ତି କିଛି ପାଇଲେ ସେ ଜାଣନ୍ତେ ଆମେ ସରପଞ୍ଚ ଥିଲୁ ବୋଲି ସରକାର ଏ ବ୍ୟବସ୍ଥା କରିଛି।